ओम शांति। आजिर साकार महावाक्य 3/7/2025 मधुर संतान माने एही बेहद अर्थात अविनाशी नाटक रे तुमे माने विचित्र कलाकार अट। ଏହା ହେଉଛି ଅନାଦି ନାଟକ। ଏଥିରେ କିଛି ବି ବଦଳି ପାରିବ ନାହିଁ। ପ୍ରଶ୍ନ, ବୁଦ୍ଧିମାନ ଦୂରାଦେଶୀ ଅର୍ଥାତ୍ ଦୂରଦୃଷ୍ଟି ସମ୍ପନ୍ନ ସନ୍ତାନମାନେ ହିଁ କେଉଁ ଗୁହ୍ୟ ରହସ୍ୟକୁ ବୁଝିପାରନ୍ତି? उत्तर, मूलवतनରୁ ଆରମ୍ଭ କରି ସମ୍ପୂର୍ଣ୍ଣ ଡ୍ରାମାର ଆଦି ମଧ୍ୟ ଅନ୍ତର ଯେଉଁ ଗୂଢ଼ ରହସ୍ୟ ରହିଛି ତାହା ଦୂରଦୃଷ୍ଟି ସମ୍ପନ୍ନ ସନ୍ତାନମାନେ ହିଁ ବୁଝିପାରିବେ। ସୃଷ୍ଟିରୂପୀ ବୃକ୍ଷର ବୀଜ ଏବଂ ବୃକ୍ଷର ସମ୍ପୂର୍ଣ୍ଣ ଜ୍ଞାନ ସେମାନଙ୍କ ବୁଦ୍ଧିରେ ରହିଛି। ସେମାନେ ଜାଣିଛନ୍ତି ଯେ ଏହି ବେହଦର ନାଟକରେ ଆତ୍ମାରୂପୀ କଳାକାର ଯିଏକି ଏହି ଶରୀର ରୂପୀ ବସ୍ତ୍ରକୁ ଧାରଣ କରି ଅଭିନୟ କରୁଛି ତାକୁ ସତ୍ୟଯୁଗରୁ ନେଇ କଳିଯୁଗ ପର୍ଯ୍ୟନ୍ତ ଅଭିନୟ କରିବାକୁ ହେବ। କୌଣସି ବି ପାଠଧାରୀ ନାଟକ ମଝିରୁ ଘରକୁ ଫେରି ଯାଇପାରିବେ ନାହିଁ। ଗୀତ ତୁନେ ରାତ ଗପାଇ ସୋକେ। ଓମ୍ ଶାନ୍ତି। ଏହି ଗୀତ ପିଲାମାନେ ଶୁଣିଲେ ତେବେ ଏଥିରେ କିଛିଟା ଅକ୍ଷର ଠିକ୍ ଆଉ କିଛିଟା ଭୁଲ ବି ରହିଛି। ସୁଖ ବେଳେ ତ ଭଗବାନଙ୍କୁ ସ୍ମରଣ କରାଯାଇ ନଥାଏ, ଦୁଃଖକୁ ମଧ୍ୟ ନିଶ୍ଚିତ ଆସିବାକୁ ହେବ। ଦୁଃଖ ହେଲେ ହିଁ ତ ବାବାଙ୍କୁ ସୁଖ ଦେବା ପାଇଁ ଆସିବାକୁ ପଡ଼ିବ। ମିଠା ମିଠା ସନ୍ତାନମାନଙ୍କୁ ଜଣାଅଛି ଯେ ଏବେ ଆମେ ସୁଖଧାମକୁ ଯିବା ପାଇଁ ପାଠ ପଢ଼ୁଛୁ। ଶାନ୍ତିଧାମ ଏବଂ ସୁଖଧାମ। ପ୍ରଥମେ ମୁକ୍ତି, ତାପରେ ଜୀବନ ମୁକ୍ତି। ଶାନ୍ତିଧାମ ଆତ୍ମାମାନଙ୍କର ଘର। ସେଠାରେ କୌଣସି ଅଭିନୟ କରାଯାଏ ନାହିଁ। ଅଭିନେତା ଘରକୁ ଚାଲିଯାଆନ୍ତି, ସେଠାରେ କେହି ଅଭିନୟ କରିନଥାନ୍ତି। ଅଭିନୟ ମଞ୍ଚ ଉପରେ କରାଯାଇଥାଏ, ଏହା ମଧ୍ୟ ମଞ୍ଚ ଅଟେ। ଯେପରି ହଦ୍ର ନାଟକ ହୋଇଥାଏ ଠିକ୍ ସେହିପରି ଏହା ବେହଦର ନାଟକ ଅଟେ। ଏହାର ଆଦି ମଧ୍ୟ ଅନ୍ତର ରହସ୍ୟ ବାବାଙ୍କ ବ୍ୟତୀତ ଆଉ କେହି ବୁଝାଇ ପାରିବେ ନାହିଁ। ବାସ୍ତବରେ ଏହି ଯାତ୍ରା ଅଥବା ଯୁଦ୍ଧ ଅକ୍ଷର କେବଳ ବୁଝାଇବା ପାଇଁ କାମରେ ବ୍ୟବହାର କରିଥାନ୍ତି। ବାକି ଏଥିରେ ଯୁଦ୍ଧ ଆଦିର କିଛି କଥା ନାହିଁ। ଯାତ୍ରା ମଧ୍ୟ ଅକ୍ଷର ଅଟେ, ବାକି ଅର୍ଥ ହେଉଛି ବାବାଙ୍କୁ ମନେ ପକାଇବା। ମନେ ପକାଇ ପକାଇ ପାବନ ହୋଇଯିବା। ଏହି ଯାତ୍ରା ଏହିଠାରେ ହିଁ ପୂରଣ ହେବ, କେଉଁଠାକୁ ଯିବାର ନାହିଁ। ପିଲାମାନଙ୍କୁ ବୁଝାଯାଉଛି ଯେ ପବିତ୍ର ହୋଇ ନିଜ ଘରକୁ ଯିବାର ଅଛି, ଅପବିତ୍ର ତ ଯାଇପାରିବେ ନାହିଁ। ତେଣୁ ନିଜକୁ ଆତ୍ମା ଭାବିବାକୁ ହେବ। ମୋ ଆତ୍ମାରେ ସାରା ଚକ୍ରର ପାଠ ରହିଛି। ଏବେ ସେଇ ପାଠ ପୁରା ହୋଇଗଲା। ବାବା ବହୁ ସହଜ ରାୟ ଦେଉଛନ୍ତି, କହୁଛନ୍ତି କେବଳ ମୋତେ ମନେ ପକାଅ। ବାକି ତୁମେ ତ ଏହିଠାରେ ହିଁ ବସିଛ, କେଉଁଆଡ଼େ ତ ଯିବାକୁ ପଡ଼ୁନାହିଁ। ବାବା ନିଜେ ଆସି କହୁଛନ୍ତି ମୋତେ ମନେ ପକାଅ, ତେବେ ତୁମେମାନେ ପାବନ ହୋଇଯିବ। ଲଢ଼େଇର କିଛି କଥା ନାହିଁ। ନିଜକୁ ତମୋ ପ୍ରଧାନରୁ ସତୋ ପ୍ରଧାନ କରିବାର ଅଛି। ମାୟା ଉପରେ ବିଜୟ ପ୍ରାପ୍ତ କରିବାର ଅଛି। ପିଲାମାନେ ଜାଣୁଛନ୍ତି ଯେ 84 ଜନ୍ମର ଚକ୍ର ପୂର୍ଣ୍ଣ ହେବାର ଅଛି। ଭାରତ ସତୋ ପ୍ରଧାନ ଥିଲା, ସେଥିରେ ନିଶ୍ଚିତ ମନୁଷ୍ୟ ହିଁ ଥିବେ। ଭୂମି କ'ଣ ବଦଳିବ? ଏବେ ତୁମେମାନେ ଜାଣୁଛ ଯେ ଆମେ ସତୋ ପ୍ରଧାନ ଥିଲୁ, ପୁଣି ତମ ପ୍ରଧାନ ହୋଇଗଲୁ, ଏବେ ପୁଣି ସତୋ ପ୍ରଧାନ ହେବାକୁ ହେବ। ମନୁଷ୍ୟମାନେ ଡାକୁଛନ୍ତି ମଧ୍ୟ ଆସି ଆମକୁ ପତିତରୁ ପାବନ କର, ପରନ୍ତୁ ସେ କିଏ ଅଟନ୍ତି, କିପରି ଆସନ୍ତି କିଛି ଜାଣନ୍ତି ନାହିଁ। ଏବେ ବାବା ତୁମମାନଙ୍କୁ ବୁଦ୍ଧିମାନ କରୁଛନ୍ତି। ତୁମେମାନେ କେତେ ଉଚ୍ଚପଦ ପ୍ରାପ୍ତ କରୁଛ। ସେଠାକାର ଗରିବ ମଧ୍ୟ ଏଠାକାର ସାହୁକାରଙ୍କ ଠାରୁ ବହୁତ ଧନବାନ ଅଟନ୍ତି। ଯଦିଓ କେତେ ବଡ଼ ବଡ଼ ରାଜାମାନେ ଥିଲେ, ତାଙ୍କ ପାଖରେ ଧନ ବହୁତ ଥିଲା, କିନ୍ତୁ ବିକାରୀ ତ ଅଟନ୍ତି ନା। ଏମାନଙ୍କ ଠାରୁ ସେଠାକାର ସାଧାରଣ ପ୍ରଜା ମଧ୍ୟ ବହୁତ ଉଚ୍ଚ ହୋଇଥାନ୍ତି। ବାବା ପାର୍ଥକ୍ୟ ବତାଇ ଦେଉଛନ୍ତି। ରାବଣର ଛାଇ ପଡ଼ିବାରୁ ପତିତ ହୋଇଯାଇଛନ୍ତି। ନିର୍ବିକାରୀ ଦେବତାମାନଙ୍କ ଆଗରେ ନିଜକୁ ପତିତ କହି ମୁଣ୍ଡ ନୁଆଇଥାନ୍ତି। ବାବା ଏଠାକୁ ଆସିବା କ୍ଷଣି ଜଲ୍ଦି ଉଚ୍ଚକୁ ଚଢ଼େଇ ଦେଇଥାନ୍ତି। ଏହା ଗୋଟିଏ ସେକେଣ୍ଡର କଥା। ଏବେ ବାବା ଜ୍ଞାନର ତୃତୀୟ ନେତ୍ର ଦେଇଛନ୍ତି। ତୁମେ ପିଲାମାନେ ଦୂରଦୃଷ୍ଟି ସମ୍ପନ୍ନ ହୋଇଯାଉଛ। ଉପର ମୂଳବତନରୁ ଆରମ୍ଭ କରି ସମ୍ପୂର୍ଣ୍ଣ ଡ୍ରାମାର ଚକ୍ର ତୁମମାନଙ୍କ ବୁଦ୍ଧିରେ ମନେ ରହିଛି। ଯେପରି ହଦ୍ର ଡ୍ରାମା ଦେଖିକରି ଆସି ଶୁଣାଇଥାନ୍ତି ନା, କ'ଣ କ'ଣ ଦେଖିଲେ ସେସବୁ ଯାହା ବର୍ଣ୍ଣନା କରିଥାନ୍ତି ସେସବୁ ବୁଦ୍ଧିରେ ଭରି ହୋଇ ରହିଥାଏ। ଆତ୍ମାରେ ଭର୍ତ୍ତି କରି ଆସିଥାନ୍ତି, ପୁଣି ଆସି ବର୍ଣ୍ଣନା କରିଥାନ୍ତି। ଏହା ପୁଣି ବେହଦର କଥା ଅଟେ। ତୁମ ପିଲାମାନଙ୍କ ବୁଦ୍ଧିରେ ଏହି ବେହଦ ଡ୍ରାମାର ଆଦି ମଧ୍ୟ ଅନ୍ତର ରହସ୍ୟ ରହିବା ଦରକାର, ଯାହାର ପୁନରାବୃତ୍ତି ହୋଇ ଚାଲିଛି।
ଦୁନିଆର ହଦ୍ର ନାଟକରୁ ତ ଜଣେ ପାଠଧାରୀ ବାହାରିଗଲେ ତାଙ୍କ ବଦଳରେ ଅନ୍ୟ କେହି ଆସି ପାଠ କରିପାରିବେ। କାହାକୁ ବେମାରୀ ହେଲେ ତ ତାହା ବଦଳରେ ଅନ୍ୟ ଜଣଙ୍କୁ ମିଶାଇଥାନ୍ତି। ଏହା ତ ଚୈତନ୍ୟ ଡ୍ରାମା ଅଟେ, ଏଥିରେ ଟିକିଏ ବି ଅଦଳ ବଦଳ ହୋଇପାରିବ ନାହିଁ। ତୁମେ ପିଲାମାନେ ଜାଣୁଛ ଯେ ଆମେ ସମସ୍ତେ ଆତ୍ମା ଅଟୁ। ଏହା ଶରୀର ରୂପୀ ବସ୍ତ୍ର ଅଟେ, ଯାହାଙ୍କୁ ପିନ୍ଧିକରି ଆମେ ବହୁତ ରୂପରେ ଅଭିନୟ କରୁଛୁ। ନାମ ରୂପ ଦେଶ ଚେହେରା ବଦଳି ଚାଲିଛି। ଅଭିନେତାକୁ ନିଜର ଅଭିନୟ ତ ଜଣାଥାଏ ନା। ବାବା ପିଲାମାନଙ୍କୁ ଏହି ଚକ୍ରର ରହସ୍ୟ ତ ବୁଝାଇ ଚାଲିଛନ୍ତି। ସତ୍ୟଯୁଗରୁ ନେଇ କଳିଯୁଗ ପର୍ଯ୍ୟନ୍ତ ଆତ୍ମାମାନେ ଆସିଥାନ୍ତି, ପୁଣି ଯାଇଥାନ୍ତି, ପୁଣି ନୂଆ କରି ଆସି ପାଠ ବଜାଇଥାନ୍ତି। ଏହାକୁ ସମ୍ପୂର୍ଣ୍ଣ ରୂପେ ବୁଝାଇବାରେ ସମୟ ଲାଗିଥାଏ। ବୀଜରେ ଯଦିଓ ଜ୍ଞାନ ରହିଛି, ତଥାପି ମଧ୍ୟ ବୁଝାଇବାରେ ସମୟ ତ ଲାଗିଥାଏ ନା। ତୁମମାନଙ୍କର ବୁଦ୍ଧିରେ ସାରା ସୃଷ୍ଟି ରୂପୀ ବୃକ୍ଷର ବୀଜ ଏବଂ ବିସ୍ତାରର ଜ୍ଞାନ ରହିଛି। ଯିଏ ଭଲ ବୁଦ୍ଧିମାନ ଅଟନ୍ତି ସେ ବୁଝିଥାନ୍ତି ଯେ ଏହାର ବୀଜ ଶିବ ବାବା ଉପରେ ଅଛନ୍ତି। ଏହାର ଉତ୍ପତ୍ତି, ପାଳନ ଏବଂ ସଂହାର କିପରି ହୋଇଥାଏ, ସେଥିପାଇଁ ତ୍ରିମୂର୍ତ୍ତି ଚିତ୍ର ଦେଖାଇଛନ୍ତି। ଏହି ଜ୍ଞାନ ଯାହାକି ବାବା ଦେଉଛନ୍ତି, ତାହା ଆଉ କେହି ମନୁଷ୍ୟ ମାତ୍ରକେ ଦେଇପାରିବେ ନାହିଁ। ଯେତେବେଳେ ଏଠାକୁ ଆସିବେ ସେତେବେଳେ ଜଣାପଡ଼ିବ। ତେଣୁ ତୁମେମାନେ ସଭିଙ୍କୁ କହିଥା ଯେ ଏଠାକୁ ଆସି ବୁଝ। କେହି କେହି ବହୁତ ଜିଦଖୋର ହୋଇଥିଲେ କହିଥାନ୍ତି ଆମକୁ କିଛି ଶୁଣିବାର ନାହିଁ। କେହି ତ ପୁଣି ଶୁଣିଥାନ୍ତି ମଧ୍ୟ। କେହି କେହି ପୁସ୍ତକ ନେଇଥାନ୍ତି, ଆଉ କେହି ନେଇନଥାନ୍ତି। ଏବେ ତୁମମାନଙ୍କର ବୁଦ୍ଧି କେତେ ବିଶାଳ, ଦୂରଦୃଷ୍ଟି ସମ୍ପନ୍ନ ହୋଇଯାଇଛି। ତିନି ଲୋକକୁ ତୁମେମାନେ ଜାଣିଛ। ମୂଳବତନ, ଯାହାକୁ ନିରାକାରୀ ଦୁନିଆ କୁହାଯାଉଛି। ବାକି ସୂକ୍ଷ୍ମବତନରେ କିଛି ବି ନାହିଁ। ସମ୍ପର୍କ କେବଳ ମୂଳବତନ ଏବଂ ସ୍ଥୂଳବତନ ସହିତ ରହିଛି। ବାକି ସୂକ୍ଷ୍ମବତନ ତ ଅଳ୍ପ ସମୟ ପାଇଁ ରହିଥାଏ। ଆତ୍ମାମାନେ ତ ସବୁ ଉପରୁ ଏଠାକୁ ଆସିଥାନ୍ତି ପାଠ ବଜାଇବା ପାଇଁ। ଏହି ସୃଷ୍ଟି ରୂପୀ ବୃକ୍ଷରେ ସବୁ ଧର୍ମ କ୍ରମାନୁସାରେ ରହିଛି। ଏହା ହେଉଛି ମନୁଷ୍ୟ ଆତ୍ମାଙ୍କର ବୃକ୍ଷ ଏବଂ ବିଲକୁଲ ସଠିକ୍ ରୂପେ ରହିଛି। କିଛି ବି ଆଗ ପଛ ହୋଇପାରିବ ନାହିଁ। ନା ଆତ୍ମାମାନେ ଆଉ କୌଣସି ଜାଗାରେ ରହିପାରିବେ। ଆତ୍ମାମାନେ ବ୍ରହ୍ମ ମହତ୍ତତ୍ୱରେ ଠିଆ ହୋଇଥାନ୍ତି। ଯେଭଳି ତାରାମାନେ ଆକାଶରେ ଛିଡ଼ା ହୋଇଛନ୍ତି, ଏହି ତାରା ସବୁ ତ ଦୂରରୁ ଛୋଟ ଛୋଟ ଦେଖାଯାଇଥାଏ, କିନ୍ତୁ ଆକାଶରେ ତ ବଡ଼ ଅଟନ୍ତି। କିନ୍ତୁ ଆତ୍ମା ତ ନା ଛୋଟ ନା ବଡ଼ ହୋଇଥାଏ, ନା ତାର ବିନାଶ ହୋଇଥାଏ। ତୁମେମାନେ ହିଁ ସୁବର୍ଣ୍ଣ ଯୁଗକୁ ଯାଇଥାଅ, ପୁଣି ଲୌହ ଯୁଗରେ ଆସିଥାଅ। ପିଲାମାନେ ଜାଣୁଛନ୍ତି ଯେ ଆମେ ସୁବର୍ଣ୍ଣ ଯୁଗରେ ଥିଲୁ, ଏବେ ଲୌହ ଯୁଗକୁ ଆସିଗଲୁ। ଆତ୍ମାର କୌଣସି ମୂଲ୍ୟ ରହିଲା ନାହିଁ। ଯଦିଓ ମାୟାର ପ୍ରଲୋଭନ କେତେ ବି ରହିଥାଉ, କିନ୍ତୁ ଏହା ହେଉଛି ରାବଣର ସୁବର୍ଣ୍ଣ ଯୁଗ, ତାହା ହେଉଛି ଈଶ୍ୱରୀୟ ସୁବର୍ଣ୍ଣ ଯୁଗ। ମନୁଷ୍ୟ କହୁଛନ୍ତି 6-7 ବର୍ଷରେ ଏତେ ଶସ୍ୟ ହେବ, ଯାହାକି ବର୍ଣ୍ଣନା କରିହେବ ନାହିଁ। ଦେଖ ସେମାନଙ୍କର ପ୍ଲାନ୍ ବା ଯୋଜନା କ'ଣ, ଆଉ ତୁମମାନଙ୍କର ଯୋଜନା କ'ଣ? ବାବା କହୁଛନ୍ତି ମୋର ଯୋଜନା ହେଉଛି ପୁରୁଣା ଦୁନିଆକୁ ନୂଆ କରିବା। ତୁମମାନଙ୍କର ଗୋଟିଏ ହିଁ ଯୋଜନା ରହିଛି। ଜାଣିଛ ଯେ ବାବାଙ୍କର ଶ୍ରୀମତ ଅନୁସାରେ ଆମେ ନିଜର ବର୍ଷା ନେଉଛୁ। ବାବା ରାସ୍ତା ବତାଉଛନ୍ତି, ଶ୍ରୀମତ ଦେଉଛନ୍ତି, ତାଙ୍କରି ସ୍ମୃତିରେ ରହିବା ପାଇଁ ମତ ଦେଉଛନ୍ତି। ମତ ଅକ୍ଷର ତ ରହିଛି ନା। ସଂସ୍କୃତ ଭାଷା ତ ବାବା କହୁନାହାନ୍ତି, ବାବା ତ ହିନ୍ଦୀରେ ହିଁ ବୁଝାଉଛନ୍ତି। ଭାଷା ତ ଅନେକ ରହିଛି ନା। ଅନୁବାଦକାରୀ ଥାଆନ୍ତି, ଯେଉଁମାନେ ଶୁଣି ପୁଣି ଶୁଣାଇଥାନ୍ତି। ହିନ୍ଦୀ ଓ ଇଂରାଜୀ ତ ବହୁତ ଜାଣିଛନ୍ତି, ପଢ଼ୁଛନ୍ତି। ବାକି ମାତାମାନେ ଯେଉଁମାନେ ଘରେ ରହୁଛନ୍ତି, ସେମାନେ ଏତେ ପଢ଼ିନଥାନ୍ତି। ଆଜିକାଲି ବିଦେଶରେ ଇଂରାଜୀ ଶିଖିଥାନ୍ତି, ତେବେ ପୁଣି ଏଠାକୁ ଆସିଲେ ବି ଇଂରାଜୀ କହିଥାନ୍ତି। ହିନ୍ଦୀ ହିଁ କହିପାରନ୍ତି ନାହିଁ। ଘରକୁ ଆସିଲେ ତ ମାଙ୍କ ସହିତ ଇଂରାଜୀରେ କଥାବାର୍ତ୍ତା କରିବାରେ ଲାଗି ପଡ଼ିଥାନ୍ତି। ସେ ବିଚାରୀ ଦ୍ୱନ୍ଦ୍ୱରେ ପଡ଼ି କହିଥାନ୍ତି ଯେ ମୁଁ ଇଂରାଜୀରୁ କ'ଣ ବୁଝିବି। ପୁଣି ତାଙ୍କୁ ଖଣ୍ଡି ଖଣ୍ଡି ହିନ୍ଦୀ ଶିଖିବାକୁ ପଡ଼ିଥାଏ। ସତ୍ୟଯୁଗରେ ତ ଏକ ରାଜ୍ୟ ଏକ ଭାଷା ଥିଲା, ଯାହାର ଏବେ ପୁଣି ଥରେ ସ୍ଥାପନା କରୁଛନ୍ତି।
ପ୍ରତି 5,000 ବର୍ଷ ପରେ ଏହି ସୃଷ୍ଟିର ଚକ୍ର କିପରି ଘୁରୁଛି ତାହା ବୁଦ୍ଧିରେ ରହିବା ଦରକାର। ବର୍ତ୍ତମାନ ଏକମାତ୍ର ବାବାଙ୍କର ହିଁ ସ୍ମୃତିରେ ରହିବାର ଅଛି। ଏଠାରେ ତୁମମାନଙ୍କୁ ଭଲ ଫୁର୍ସତ ମିଳିଛି। ସକାଳେ ସ୍ନାନ ଆଦି କରି ବାହାରେ ଚାଲିବା ବୁଲିବାରେ ବଡ଼ ମଜା ଆସିଥାଏ। ସେହିଭଳି ବୁଦ୍ଧିରେ ଏହି ସ୍ମୃତି ରହୁ କି ଆମେ ସବୁ ପାଠଧାରୀ ଅଟୁ। ଏହା ବି ଏବେ ସ୍ମୃତିରେ ଆସିଛି। ବାବା ଆମକୁ 84 ଜନ୍ମର ଚକ୍ରର ରହସ୍ୟ ବତାଇଛନ୍ତି। ଆମେ ସତୋପ୍ରଧାନ ଥିଲୁ। ଏହା ବଡ଼ ଖୁସିର କଥା ଅଟେ। ମନୁଷ୍ୟ କେବଳ ଭ୍ରମଣ କରି ଚାଲିଛନ୍ତି, ସେମାନଙ୍କର କିଛି ବି ପ୍ରାପ୍ତି ହେଉନାହିଁ। ତୁମେମାନେ ତ ବହୁତ ରୋଜଗାର କରୁଛ। ବୁଦ୍ଧିରେ ସୃଷ୍ଟିଚକ୍ର ମଧ୍ୟ ଘୁରାଉଥାଅ ଏବଂ ବାବାକୁ ମନେ ପକାଉଥାଅ। ରୋଜଗାର କରିବା ପାଇଁ ବାବା ବହୁତ ଭଲ ଭଲ ଯୁକ୍ତି ବତାଉଛନ୍ତି। ଯେଉଁ ପିଲାମାନେ ଜ୍ଞାନର ବିଚାର ସାଗର ମନ୍ଥନ କରିନଥାନ୍ତି, ସେମାନଙ୍କ ବୁଦ୍ଧିରେ ମାୟା ଖିଟପିଟ କରିଥାଏ। ସେହିମାନଙ୍କୁ ହିଁ ମାୟା ହଇରାଣ କରିଥାଏ। ଅନ୍ତରରେ ଏକଥା ବିଚାର କର ଯେ ଆମେ ଏହି ଚକ୍ର କିପରି ଲଗାଇଲୁ। ସତ୍ୟଯୁଗରେ ଏତେ ଜନ୍ମ ନେଲୁ, ପୁଣି ତଳକୁ ଖସି ଆସିଲୁ, ଏବେ ପୁଣି ସତୋପ୍ରଧାନ ହେବାର ଅଛି। ବାବା କହିଛନ୍ତି ଯେ ମୋତେ ମନେ ପକାଅ, ତେବେ ସତୋପ୍ରଧାନ ହୋଇଯିବ। ଚାଲିବା ବୁଲିବା ବେଳେ ବୁଦ୍ଧିରେ ବାବାଙ୍କର ସ୍ମୃତି ରହିଲେ ମାୟାର ଖିଟଖିଟ ସମାପ୍ତ ହୋଇଯିବ। ଆଉ ତୁମମାନଙ୍କର ବହୁତ ବହୁତ ଫାଇଦା ହେବ। ଯଦିଓ ସ୍ତ୍ରୀ ପୁରୁଷ ସାଥୀ ହୋଇଯାଉଛ, ପ୍ରତ୍ୟେକଙ୍କୁ ଉଚ୍ଚପଦ ପ୍ରାପ୍ତ କରିବା ପାଇଁ ନିଜେ ନିଜ ପାଇଁ ମେହନତ କରିବାକୁ ହେବ। ଏକାକୀ ଯିବାରେ ତ ବହୁତ ହିଁ ମଜା ରହିଛି। ନିଜର ହିଁ ଧୁନରେ ରହିବେ। ଅନ୍ୟ କେହି ସାଥିରେ ଥିବେ ତ ବୁଦ୍ଧି ଇଆଡ଼େ ସିଆଡ଼େ ଯିବ। ଏହା ତ ବହୁତ ସହଜ। ବଗିଚା ଆଦି ତ ସବୁ ଜାଗାରେ ରହିଛି। ଇଞ୍ଜିନିୟର ହୋଇଥିଲେ ତାଙ୍କର ଏହି ଚିନ୍ତନ ଚାଲିବ ଯେ ଏଠାରେ ପୋଲ ତିଆରି କରିବାର ଅଛି, ଏହା କରିବାର ଅଛି। ବୁଦ୍ଧିରେ ଯୋଜନା ଆସିଯାଇଥାଏ। ତୁମେମାନେ ମଧ୍ୟ ଘରେ ବସି ବୁଦ୍ଧିକୁ ନୂଆ ଦୁନିଆରେ ଲଗାଅ। ଏହି ଅଭ୍ୟାସ ଜାରି ରଖ, ତେବେ ଯାଇ ତୁମ ଭିତରେ ଏହି ଚିନ୍ତନ ସର୍ବଦା ଚାଲୁ ରହିବ। ପାଠ ପଢ଼ିବା ସହ ଧନ୍ଦା ଆଦି ମଧ୍ୟ କରିବାକୁ ହେବ। ବୁଢ଼ା ଯବାନ ପିଲା ଆଦି ସମସ୍ତଙ୍କୁ ପବିତ୍ର ହେବାର ଅଛି। ବାବାଙ୍କ ଠାରୁ ସମ୍ପତ୍ତି ନେବାର ଅଧିକାର ଆତ୍ମାର ରହିଛି। ପିଲାମାନଙ୍କ ମଧ୍ୟରେ ଛୋଟ ଛୋଟ ଅବସ୍ଥାରେ ଯଦି ଏହି ଜ୍ଞାନର ବୀଜ ପଡ଼ିବ, ତେବେ ବହୁତ ଭଲ। ଆଧ୍ୟାତ୍ମିକ ବିଦ୍ୟା ଆଉ କେହି ଶିଖାଇ ପାରିବେ ନାହିଁ। ତୁମର ଏହି ଯେଉଁ ଆଧ୍ୟାତ୍ମିକ ବିଦ୍ୟା ରହିଛି, ବାବା ହିଁ ଆସି ତାକୁ ପଢ଼ାଉଛନ୍ତି। ଦୁନିଆର ସ୍କୁଲରେ ଲୌକିକ ବିଦ୍ୟା ମିଳିଥାଏ ଏବଂ ଅନ୍ୟ ସତ୍ସଙ୍ଗରେ ଶାସ୍ତ୍ରର ବିଦ୍ୟା ମିଳିଥାଏ। କିନ୍ତୁ ଏହା ହେଉଛି ରୁହାନୀ ବିଦ୍ୟା, ଯାହା ତୁମମାନଙ୍କୁ ଭଗବାନ ପଢ଼ାଉଛନ୍ତି। ଏହା ବିଷୟରେ କାହାକୁ ବି ଜଣା ନାହିଁ। ଏହାକୁ କୁହାଯାଏ ଆଧ୍ୟାତ୍ମିକ ଜ୍ଞାନ। ଯାହାକୁ ଆତ୍ମା ଆସି ପଢ଼ାଇଥାନ୍ତି, ତାଙ୍କର ଆଉ କୌଣସି ନାମ ରଖାଯାଇପାରିବ ନାହିଁ। ଏହା ତ ସ୍ୱୟଂ ବାବା ଆସି ପଢ଼ାଉଛନ୍ତି। ଭଗବାନ ବାସ ଅଟେ ନା। ଭଗବାନ ଥରେ ମାତ୍ର ଏହି ସମୟରେ ଆସି ବୁଝାଇଥାନ୍ତି। ଏହାକୁ ଆତ୍ମିକ ଜ୍ଞାନ କୁହାଯାଏ। ଶାସ୍ତ୍ରର ବିଦ୍ୟା ତ ଅଲଗା। ତୁମମାନଙ୍କୁ ଜଣାଅଛି କି ଗୋଟିଏ ହେଉଛି ଲୌକିକ କଲେଜର ଜ୍ଞାନ, ଅନ୍ୟଟି ଆଧ୍ୟାତ୍ମିକ ଶାସ୍ତ୍ରର ଜ୍ଞାନ, ତୃତୀୟରେ ହେଉଛି ଏହି ରୁହାନୀ ଜ୍ଞାନ। ଯଦିଓ କେତେ ବି ବଡ଼ ବଡ଼ ଡକ୍ଟର ଫିଲୋସଫି ଅର୍ଥାତ୍ ଦାର୍ଶନିକ ହୋଇଥାନ୍ତୁ, କିନ୍ତୁ ସେମାନେ ଶାସ୍ତ୍ରର କଥା କହିଥାନ୍ତି। ତୁମମାନଙ୍କର ଏହି ଜ୍ଞାନ ବିଲକୁଲ ଅଲଗା। ଏହି ଆଧ୍ୟାତ୍ମିକ ଜ୍ଞାନ ଆଧ୍ୟାତ୍ମିକ ପିତା ସମସ୍ତ ଆତ୍ମାମାନଙ୍କର ଯିଏ ପିତା ଅଟନ୍ତି, ସେ ପଢ଼ାଉଛନ୍ତି। ତାଙ୍କର ମହିମା ହେଉଛି ଶାନ୍ତି ସୁଖର ସାଗର। କୃଷ୍ଣଙ୍କର ମହିମା ବିଲକୁଲ ଅଲଗା। ଗୁଣ ଅବଗୁଣ ମନୁଷ୍ୟ ଭିତରେ ରହିଥାଏ, ଯାହା ସେମାନେ ଉଚ୍ଚାରଣ କରି ଚାଲିଥାନ୍ତି। ବାବାଙ୍କର ମହିମାକୁ ମଧ୍ୟ ଯଥାର୍ଥ ରୀତି ତୁମେ ଜାଣିଛ। ସେମାନେ ତ କେବଳ ଶୁଆ ପରି ଗାୟନ କରୁଛନ୍ତି, ଅର୍ଥ କିଛି ଜାଣନ୍ତି ନାହିଁ। ତେଣୁ ପିଲାମାନଙ୍କୁ ନିଜର ଉନ୍ନତି ବିଷୟରେ ବାବା ରାୟ ଦେଉଛନ୍ତି। ପୁରୁଷାର୍ଥ କରିଚାଲିଲେ ପକ୍କା ହୋଇଯିବ। ପୁଣି ଅଫିସରେ କାମ କରିବା ସମୟରେ ମଧ୍ୟ ଏହି ସ୍ମୃତି ଆସିବ। ଈଶ୍ୱରଙ୍କର ସ୍ମୃତି ରହିବ। ମାୟାର ସ୍ମୃତି ତ ଅଧାକଳ୍ପ ଚାଲିଲା। ଏବେ ବାବା ଯଥାର୍ଥ ରୀତି ବସି ବୁଝାଉଛନ୍ତି। ନିଜକୁ ଦେଖ, ଆମେ କ'ଣ ଥିଲୁ, ଏବେ କ'ଣ ହୋଇଯାଇଛୁ। ପୁଣି ବାବା ଆମକୁ ଏପରି ଦେବତା କରୁଛନ୍ତି। ଏହା ମଧ୍ୟ ତୁମେ ସନ୍ତାନମାନେ ପୁରୁଷାର୍ଥର କ୍ରମାନୁସାରେ ଜାଣୁଛ। ପ୍ରଥମେ କେବଳ ଭାରତ ହିଁ ଥିଲା। ଭାରତକୁ ହିଁ ବାବା ମଧ୍ୟ ଆସିଥାନ୍ତି ଅଭିନୟ କରିବା ପାଇଁ। ତୁମେମାନେ ମଧ୍ୟ ଆଦି ସନାତନ ଦେବୀ ଦେବତା ଧର୍ମର ଅଟନା।
ତୁମମାନଙ୍କୁ ପବିତ୍ର ହେବାର ଅଛି, ନଚେତ୍ ପଛରେ ଆସିବ ପୁଣି କି ସୁଖ ପାଇବ। ଯଦି ଭକ୍ତି ବେଶୀ କରିନଥିବ ତେବେ ଆସିବ ନାହିଁ। ବାବା ବୁଝିଯିବେ ଯେ ଇଏ ଏତେ ଜ୍ଞାନ ଧାରଣ କରିପାରିବେ ନାହିଁ। ବୁଝି ତ ପାରିବେ ନା? ବହୁତ ମେହନତ କରୁଛନ୍ତି, ସେଥିରୁ ମଧ୍ୟ କେହି କୋଟିକରେ ଗୋଟିଏ ବାହାରୁଛନ୍ତି, କିନ୍ତୁ ଏଥିରେ ଥକି ଯିବାର ନାହିଁ। ପରିଶ୍ରମ ତ କରିବାକୁ ହେବ। ପରିଶ୍ରମ ବିନା କ'ଣ କିଛି ମିଳିବ କି? ପ୍ରଜା ତ ତିଆରି ହୋଇ ଚାଲିଛନ୍ତି। ବାବା ପିଲାମାନଙ୍କର ଉନ୍ନତି ପାଇଁ ଯୁକ୍ତି ବତାଉଛନ୍ତି। ସନ୍ତାନମାନେ ଯଦି ନିଜର ଉନ୍ନତି କରିବାର ଅଛି ତ ସକାଳୁ ଉଠି ସ୍ନାନ ଆଦି କରି ଏକାନ୍ତରେ ଯାଇ ଚକ୍ର ଲଗାଅ କିମ୍ବା ବସିଯାଅ। ସୁସ୍ଥତା ପାଇଁ ଚାଲିବା ମଧ୍ୟ ଭଲ। ବାବା ବି ମନେ ପଡ଼ିବେ ଏବଂ ଡ୍ରାମାର ରହସ୍ୟ ମଧ୍ୟ ବୁଦ୍ଧିରେ ରହିବ। ଦେଖ କେତେ ପ୍ରାପ୍ତି ହେଉଛି। ଏହା ପ୍ରକୃତ ରୋଜଗାର ଅଟେ। କର୍ମଧନ୍ଦା ସରିବା ପରେ ଏହି ପ୍ରାପ୍ତି ପାଇଁ ଚିନ୍ତା କର। ଏହା କୌଣସି କଠିନ କାର୍ଯ୍ୟ ନୁହେଁ। ବ୍ରହ୍ମା ବାବା ତାଙ୍କର ସମ୍ପୂର୍ଣ୍ଣ ଜୀବନ କାହାଣୀ ଲେଖିଥାନ୍ତି। ଆଜି ଏତିକି ସମୟରେ ଉଠିଲି, ପୁଣି ଏହା କରିଲି। ବୁଝିଥାନ୍ତି ଯେ ପରବର୍ତ୍ତୀ ସମୟରେ ତାଙ୍କ ପଛରେ ପିଲାମାନେ ପଢ଼ିକରି ଶିଖିବେ। ବଡ଼ ବଡ଼ ବ୍ୟକ୍ତିମାନଙ୍କର ଜୀବନ କାହାଣୀ ପଢ଼ିଥାନ୍ତି ନା? ପିଲାମାନଙ୍କ ପାଇଁ ଲେଖିଥାନ୍ତି, ପୁଣି ପିଲାମାନେ ମଧ୍ୟ ଘରେ ଏପରି ଭଲ ସ୍ୱଭାବର ହୋଇଯାଇଥାନ୍ତି। ଏବେ ତୁମ ପିଲାମାନଙ୍କୁ ପୁରୁଷାର୍ଥ କରି ଶତପ୍ରଧାନ ହେବାକୁ ହେବ। ଶତପ୍ରଧାନ ଦୁନିଆର ପୁଣି ଥରେ ରାଜତ୍ୱ ନେବାର ଅଛି। ତୁମେମାନେ ଜାଣୁଛ ଯେ କଳ୍ପ କଳ୍ପ ଆମେ ରାଜ୍ୟ ନେଉଛୁ ଏବଂ ପୁଣି ହରାଉଛୁ। ତୁମମାନଙ୍କ ବୁଦ୍ଧିରେ ଏହା ସବୁ ଅଛି। ଏହା ହେଉଛି ନୂଆ ଦୁନିଆ, ନୂଆ ଧର୍ମ ପାଇଁ ନୂଆ ଜ୍ଞାନ। ସେଥିପାଇଁ ମିଠା ମିଠା ସନ୍ତାନମାନଙ୍କୁ ପୁଣି ଥରେ ବୁଝାଉଛି ଯେ ଜଲ୍ଦି ଜଲ୍ଦି ପୁରୁଷାର୍ଥ କର। ଶରୀର ଉପରେ ଭରସା ନାହିଁ। ଆଜିକାଲି ମୃତ୍ୟୁ ବହୁତ ସହଜ ହୋଇଗଲାଣି। ସେଠାରେ ଅମଲ୍ୟ କୋଳେ ଏଭଳି ମୃତ୍ୟୁ କେବେ ହୋଇନଥାଏ। ଏଠାରେ ତ ବସି ବସି ଦେଖ କିଭଳି ମରିଯାଉଛନ୍ତି। ତେଣୁ ନିଜର ପୁରୁଷାର୍ଥ କରିଚାଲ, ଜମା କରିଚାଲ। ଆଚ୍ଛା, ମିଠା ମିଠା ଶିଖିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ମଧ୍ୟ ଆତ୍ମିକ ପିତାଙ୍କୁ ନମସ୍ତେ, ନମସ୍ତେ, ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ 1 ନମ୍ବର, ବୁଦ୍ଧିକୁ ଜ୍ଞାନ ଚିନ୍ତନରେ ବ୍ୟସ୍ତ ରଖିବାର ଅଭ୍ୟାସ କରିବାକୁ ହେବ। ଯେତେବେଳେ ବି ସମୟ ମିଳୁଛି ଏକାନ୍ତରେ ଯାଇ ବିଚାର ସାଗର ମନ୍ଥନ କରିବାକୁ ହେବ। ବାବାଙ୍କୁ ମନେ ପକାଇ ପ୍ରକୃତ ରୋଜଗାର ଜମା କରିବାକୁ ହେବ। 2 ନମ୍ବର, ଦୂରଦୃଷ୍ଟି ସମ୍ପନ୍ନ ହୋଇ ଏ ବେହଦର ନାଟକକୁ ଠିକ୍ ଭାବରେ ବୁଝିବାକୁ ହେବ। ସମସ୍ତ ପାଠଧାରୀଙ୍କର ପାଠକୁ ସାକ୍ଷୀ ହୋଇ ଦେଖିବାକୁ ହେବ। ବରଦାନ, ମଧୁରତାର ବରଦାନ ଦ୍ୱାରା ସର୍ବଦା ଆଗକୁ ବଢ଼ୁଥିବା ଶ୍ରେଷ୍ଠ ଆତ୍ମା ହୁଅ। ମଧୁରତା ଏଭଳି ବିଶେଷ ଧାରଣା ଅଟେ ଯାହାକି ଟାଙ୍ଗରା ଭୂମିକୁ ମଧ୍ୟ ମଧୁର କରିଦେଇଥାଏ। ଯଦି କାହାକୁ ବି 2 ସେକେଣ୍ଡ ପାଇଁ ମିଠା ଦୃଷ୍ଟି ଦେଇଦେବ, ମିଠା ବାଣୀ ଶୁଣାଇଦେବ, ତେବେ ଯେକୌଣସି ଆତ୍ମାକୁ ମଧ୍ୟ ସବୁଦିନ ପାଇଁ ଭରପୁର କରିଦେଇ ପାରିବ। ତୁମର 2 ସେକେଣ୍ଡର ମିଠା ଦୃଷ୍ଟି ବା ମିଠା ବାଣୀ ସେ ଆତ୍ମାର ସୃଷ୍ଟିକୁ ବଦଳାଇ ଦେବ। ତୁମର 2ଟି ମଧୁର ବାଣୀ ମଧ୍ୟ ସଦାକାଳ ପାଇଁ ସେମାନଙ୍କୁ ପରିବର୍ତ୍ତନ କରିବାର ନିମିତ୍ତ ହୋଇଯିବ। ସେଥିପାଇଁ ମଧୁରତାର ବରଦାନକୁ ସର୍ବଦା ସାଥିରେ ରଖିଥାଅ। ନିଜେ ସର୍ବଦା ମିଠା ହୋଇ ରୁହ ଏବଂ ସମସ୍ତଙ୍କୁ ମିଠା କରିଦିଅ। ସ୍ଲୋଗାନ, ଯଦି ପ୍ରତ୍ୟେକ ପରିସ୍ଥିତିରେ ରାଜି ଅର୍ଥାତ୍ ସନ୍ତୁଷ୍ଟ ରହିବ, ତେବେ ରାଜଯୁକ୍ତ ଅର୍ଥାତ୍ ରହସ୍ୟର ଜ୍ଞାତା ହୋଇଯିବ। ଅବ୍ୟକ୍ତ ଇଶାରା, ସଂକଳ୍ପ ଶକ୍ତିକୁ ଜମା କରି ଶ୍ରେଷ୍ଠ ସେବାର ନିମିତ୍ତ ହୁଅ। ଯେତେବେଳେ ଅନ୍ୟ ସବୁ ସଂକଳ୍ପ ଶାନ୍ତ ହୋଇଯାଏ, କେବଳ ବାବା ଆଉ ମୁଁ ଏହିଭଳି ମିଳନର ଅନୁଭୂତିର ସଂକଳ୍ପ ହିଁ ରହିଥାଏ, ତେବେ ଯାଇ ସଂକଳ୍ପ ଶକ୍ତି ଜମା ହୋଇଥାଏ ଏବଂ ଯୋଗ ଶକ୍ତିଶାଳୀ ହୋଇଯାଏ। ସେଥିପାଇଁ ସମାହିତ କରିବାର ଶକ୍ତି ବା ଏକତ୍ରୀକରଣର ଶକ୍ତିକୁ ଧାରଣ କର। ତୁମର ସଂକଳ୍ପ ଉପରେ ଶକ୍ତିଶାଳୀ ବ୍ରେକ୍ ଲାଗିପାରୁଥିବ, ଢିଲା ହେଉନଥିବ। ଯଦି ଗୋଟିଏ ସେକେଣ୍ଡ ପରିବର୍ତ୍ତେ ଅଧିକ ସମୟ ଲାଗୁଛି, ତେବେ ସମାହିତ କରିବାର ଶକ୍ତି ଦୁର୍ବଳ ଅଟେ। ଓମ୍ ଶାନ୍ତି।